ଶ୍ରୀ ଜଗନ୍ନାଥ ହର ହର ଶମ୍ଭୁ। ଏବେ ଆମେ ଆଲୋଚନା କରିବା ଗୀତାର ସାରମର୍ମ ଅଧ୍ୟାୟ 5ରେ ଆମେ କ'ଣ ବୁଝିଲେ ତାର ସାରତତ୍ଵକୁ ଗୋଟେ ଗଳ୍ପ ମାଧ୍ୟମରେ ଆଲୋଚନା କରିବା। ତାର ସାରମର୍ମ ହେଉଛି ସୁଖ ଦୁଃଖ ଉପରକୁ କିପରି ଉଠିଯିବା। ତାର ଗୋଟେ ସୁନ୍ଦର କାହାଣୀଟିଏ ଅଛି। ଜାତକର କାହାଣୀଟିଏ। ରାସ୍ତାରେ ଚାଲିଛି ଗୋଟେ ସ୍ତ୍ରୀ ଲୋକଟିଏ। କାନ୍ଧରେ ତାର ଲଟି ପଡ଼ିଛି କଅଁଳିଆ ଛୋଟ ଛୁଆଟିଏ। ଆଖିରୁ ତାର ବହି ଚାଲିଛି ଧାର ଧାର ଲୁହ। ସ୍ତ୍ରୀ ଲୋକଟି ଦୁଆର ଦୁଆର ବୁଲି ଡାକ ଛାଡ଼ୁଛି, ସରିଷ ମୁଠାଏ ଦିଅ ମା। ଏଇ ପୁଅଟି ଥିଲା ସ୍ତ୍ରୀ ଲୋକଟିର ସବୁକିଛି। ରୋଗରେ ପଡ଼ି ପିଲାଟି ମରିଗଲା। ମାଆର ସଂସାର ସରିଗଲା। ମା କଚାଡ଼ି କାନ୍ଦିବାକୁ ଲାଗିଲା। ସେ କେତେ ଲୋକ ତାକୁ ଆଶ୍ୱାସନା ଦେଇ କହିଲେ, ଅଳ୍ପ ଦୂରରେ ଭଗବାନ ବୁଦ୍ଧ ଅଛନ୍ତି, ତାଙ୍କ ପାଖକୁ ଯା, ତାଙ୍କୁ ପ୍ରାର୍ଥନା କର, ସେ ଚାହିଁଲେ ତୋ ପୁଅକୁ ବଞ୍ଚେଇ ଦେବେ। ସ୍ତ୍ରୀ ଲୋକଟି ବୁଦ୍ଧଦେବଙ୍କ ପାଖକୁ ଗଲା। ମଥା ପିଟି କାନ୍ଦି କାନ୍ଦି କହିଲା, ପ୍ରଭୁ ମୋର ଏ ମଲା ପୁଅକୁ ଦୟାକରି ବଞ୍ଚେଇ ଦିଅ। ବୁଦ୍ଧଦେବ କହିଲା, ଠିକ୍ ଅଛି, ବଞ୍ଚେଇ ଦେବି। ତେବେ ଗୋଟିଏ କାମ କର, କୌଣସି ଘରୁ ମୁଠାଏ ସରିଷ ମାଗି ଆଣିବ। ହେଲେ ସେ ଘର ଲୋକଙ୍କୁ ଗୋଟିଏ କଥା ପଚାରି ବୁଝିବ, ତାପରେ ଆଣିବ। ସେ ଘରେ କେବେ କେହି ମରିନଥିବେ ଯେମିତି। ସ୍ତ୍ରୀ ଲୋକଟି କେତେ ଦୁଆରେ ହାତ ପତେଇଲା। ସଭିଏଁ ସରିଷ ମୁଠାଏ ଦେବାକୁ ରାଜି, ହେଲେ କେଉଁ ଘରେ ଅବା ମଣିଷ ମରି ନାହାନ୍ତି। ସେ ବୁଲି ବୁଲି ଥକି ପଡ଼ିଲା। ସରିଷ ଆଣିବା ବୃଥା ହେଲା। ଶେଷରେ ସେ ବୁଦ୍ଧଦେବଙ୍କ ପାଖକୁ ଯାଇ କହିଲା, ପ୍ରଭୁ ସରିଷ ପାଇଲି ନାହିଁ, ବୁଝି ଆସିଲି ସବୁ ଘରେ ମଣିଷ ମରିଛନ୍ତି, ମୁଁ କ'ଣ କରିବି? ବୁଦ୍ଧଦେବ କହିଲା, ମା ତୁମେ ଏଥିରୁ କ'ଣ ବୁଝିଲ? ମଣିଷ ଜନ୍ମ ହେଲେ ନିଶ୍ଚୟ ମରିବ। କିଏ କେବେ ମରିବ ତାହା କାହାରି ହାତର କଥା ନୁହଁ। ଏ ସଂସାରରେ ଜନ୍ମ ମରଣ ଲାଗି ରହିଛି। ଏଥିପାଇଁ ଦୁଃଖ କରୁଛ କାହିଁକି? ଆଶା ଲାଗି ହିଁ ଦୁଃଖ। ଆଶା କର ନାହିଁ, ଦୁଃଖ ପାଇବ ନାହିଁ। ସୁଖ ଓ ଦୁଃଖର ଜନ୍ମସ୍ଥାନ ହେଲା ମନ। ସୁଖ ଦୁଃଖ ଭିତରେ ବୁଡ଼ି ରହ ନାହିଁ, ତା ଉପରକୁ ଉଠିଯାଅ। ସ୍ତ୍ରୀ ଲୋକଟି ଠିକ୍ କଥା ବୁଝିଗଲା। ତାର ଦୁଃଖ ଚାଲିଗଲା। ଗୀତାର 5ମ ଅଧ୍ୟାୟର ସାର କଥା ଠିକ୍ ଏହି ପ୍ରକାର। କାମର ଫଳକୁ ନିଜେ ନେବାକୁ ଚାହିଁଲେ ଆମେ ସୁଖ ଦୁଃଖ ଭୋଗିବା। ଫଳ ଆଶା କରିବା ନାହିଁ, ତା ଭଗବାନଙ୍କ ଉପରେ ଛାଡ଼ିଦେବା ଉଚିତ। ଆଶା ନାହିଁ ତ ଦୁଃଖ ନାହିଁ। ବାଉଁଶ ଥିଲେ ତ ବଇଁଶୀ ବାଜିବ। ଏମିତି ହେଲେ ତୁମେ ଉପରକୁ ଉଠି ଯାଇପାରିବ, ଭଗବାନଙ୍କ ପାଖରେ ପହଞ୍ଚି ପାରିବ, ଚିର ଆନନ୍ଦ ଓ ଶାନ୍ତି ପାଇପାରିବ। ଏହା ବୁଝିବା ଉଚିତ। ସୁଖ ଦୁଃଖ ସମାନ ରହି ପ୍ରଭୁଙ୍କଠାରେ ମନ ଲଗାଇବା ଉଚିତ। ପ୍ରକୃତ ସନ୍ନ୍ୟାସୀ କିଏ ତାହା ଏଠି ବିଚାର କରିବା। ପରିବାର ଧନ ସମ୍ପତ୍ତି ଆଦି ଛାଡ଼ି ତୀର୍ଥସ୍ଥାନରେ ରହିଲେ ମନୁଷ୍ୟ ସଂସାରୀ ହୋଇଯିବ ନାହିଁ। ସୁଖର ସୁଖୀ ନ ହୋଇ ଦୁଃଖରେ ଦୁଃଖୀ ନ ହୋଇ ଯିଏ ଭଗବାନଙ୍କ ଠାରେ ମନ ଲଗାଇ କାମ କରେ ସେ ହିଁ ପ୍ରକୃତ ସନ୍ନ୍ୟାସୀ। ଆମ ଘରେ ଠିକ୍ ଆମେ ଏମିତି ଆଚରଣ କଲେ ସନ୍ନ୍ୟାସୀ ହୋଇପାରିବା। ଆଉ ଜଣେ ତୀର୍ଥସ୍ଥାନରେ ରହି ସୁଖ ଦୁଃଖରେ ମନ ଦେଲେ ସନ୍ନ୍ୟାସୀ ହୋଇପାରିବ ନାହିଁ। ଏ କଥା ବୁଝି ତା ଅନୁସାରେ କାମ କରିବା ଉଚିତ। ଏହା ହେଲା ଆମର କିପରି ସୁଖ ଦୁଃଖ ଉପରକୁ ଉଠିଯିବା ତାର କଥା। ଆପଣଙ୍କୁ ଯଦି ଏହି ତଥ୍ୟ ଭଲ ଲାଗିଲା ନିଶ୍ଚିତ ଭାବରେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। ଆଉ ସବୁ ସାଙ୍ଗମାନଙ୍କୁ ସେୟାର କରିଦେଲେ ସେମାନେ ମଧ୍ୟ ଏସବୁ କଥା ଜାଣିପାରିବେ। ଆପଣଙ୍କୁ ଯଦି ଏହି ତଥ୍ୟ ଭଲ ଲାଗିଲା ନିଶ୍ଚିତ ଭାବରେ କମେଣ୍ଟରେ ଲେଖିଦେବେ, ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ, ହର ହର ଶମ୍ଭୁ, ଜୟ ଶ୍ରୀ ଜଗନ୍ନାଥ, ହର ହର ଶମ୍ଭୁ।